ମୋର କାମ ସାରିକି ମୁଁ ଅପେକ୍ଷା କରିଛି ନାନୀମାନଙ୍କୁ। ନାନୀମାନେ ଆସୁଛନ୍ତି ନାନୀ ଘରୁ, ଆଉ ସେମାନେ ବସ୍ରେ ଆସୁଛନ୍ତି, ଆଉ ମୁଁ ଆସିଛି ଏଇଠି ଗୁଲେଇରେ ଅପେକ୍ଷା କରିଛି। ଆଉ ଏପଟେ ଦେଖିବ ପୁରା ସଞ୍ଜ ହେଇଗଲାଣି, ପୁରା ସଞ୍ଜ ହେଇଗଲାଣି ଇଆଡ଼େ। ଆଉ ହେଲେ ବି ଅପେକ୍ଷା କରିଛି, ବସ୍ଟି ଆସିବ 5ଟା ବେଳକୁ, ଆଉ ଏପଟୁ ଆସିବ। ଆଉ ମୁଁ ବର୍ତ୍ତମାନ ଗୁଲେଇରେ ଅଛି, ଆଉ ଗୁଲେଇରୁ ସେମାନେ ଆସିଲେ ସେମାନଙ୍କୁ ମୁଁ ରିସିଭ୍ କରିକି ଘରକୁ ଯିବି। ଆଉ ସେଥିପାଇଁ ଅପେକ୍ଷା କରିଛି ଗୁଲେଇରେ। ପୁରା ଅନ୍ଧାର ହେଇଗଲାଣି, ଏପଟେ ଦେଖିପାରୁଥିବେ ଲାଇଟ୍ ଫାଇଟ୍ ପୁରା ଜଳିଛି। ଆଉ ଏପଟେ ଗୁଲେଇରେ ଆଉ ନାନୀମାନେ ଆସିବେ, ଏପଟୁ ଆସିବେ ନାନୀମାନେ, ଏପଟେ ଦେଖିପାରୁଥିବେ। ଆଉ ଅପେକ୍ଷା କରିଛି, ହେଲେ ଏବେ ପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି। ଆଉ ଟିକେ ଅପେକ୍ଷା କରିବା, ଦେଖିବା କେତେବେଳକୁ ପହଞ୍ଚୁଛନ୍ତି। ଆଉ ନାନୀମାନଙ୍କୁ ଆଣିକି ଯିବା ଘରକୁ, ଆଉ ଦେଖିବା କେତେବେଳେ ଆସିଛନ୍ତି। ଆଉ ଫାଇନାଲି ନାନୀମାନେ ଆସିଗଲେ, ଆଉ ଦେଖିପାରୁଥିବେ ଏଇ ବସ୍ରେ ଆସୁଛନ୍ତି। ଆଉ ଏବେ ଓହ୍ଲେଇବେ, ଆଉ ସେମାନଙ୍କୁ ନେଇକି ଯିବା ସିଧା ଘରକୁ। ଆଉ ଏପଟେ ଦେଖିପାରୁଥିବେ ଫାଇନାଲି ପହଞ୍ଚିଗଲା ବସ୍ଟି। ନାନୀମାନେ ପହଞ୍ଚିଗଲେଣି, ଆଉ ଏବେ ଯିବା ଆମେ ଟିକେ ମେଳା ଆଡ଼କୁ। ମେଳା ଆଡ଼େ ଦେଖିବା, ଆଜି ଶୁଭାରମ୍ଭ ହେଉଛି, ଆଜି 1 ତାରିଖ, ତ ସେଥିପାଇଁ ଆଜି ଯିବା ମେଳା ଆଡ଼େ, ଦେଖିବା କେମିତି କ'ଣ ହେଇଛି। ଆଉ ଏପଟେ ଦେଖିପାରୁଥିବେ ଜୋରସୋରରେ ନାଚ ଗୀତ ହେଉଛି, ଆଉ ଆଜି ଶୁଭାରମ୍ଭ ହେଉଛି, ସେଇଥିପାଇଁ ସମସ୍ତେ ପୁରା ନାଚୁଛନ୍ତି। ଆଉ ଏପଟେ ପୁରା ନାଚ ଗୀତ ଚାଲିଛି, ଏପଟେ ସବୁ ପ୍ରକାର ଗୋଟେ ଗୋଟେ ନାଚ ହେଉଛି। ଇଆଡ଼େ ଦେଖେଇବି ଆପଣମାନଙ୍କୁ, ପୁରା ବଢ଼ିଆ ହେଇଛି ଆଜି। ପୁରା ରାସ୍ତା ବି ପୁରା ଜାମ୍ ହେଇଛି, ନାଚ ବି ବଢ଼ିଆ ସୁନ୍ଦର ହେଉଛି, ଆଉ ପୁରା ବଢ଼ିଆ ଲାଗୁଛି। ପାଖକୁ ପହଞ୍ଚିଗଲେ ଦେଖିପାରୁଥିବେ ଏମିତି ତିଆରି ଚାଲିଛି, କାମ ବି ପୁରା ଚାଲିଛି, ଆଜି ଲାଷ୍ଟ କାମ ହେବ। ଆଉ ଏପଟେ ପୁରା ଦେଖିପାରୁଥିବେ ଏଠି ବସିବା ପାଇଁ ବି ବଢ଼ିଆ କରିଛନ୍ତି। ଏପଟେ ଷ୍ଟଲ୍ ଫେଷ୍ଟଲ୍ ସବୁ ବଢ଼ିଆ ଲାଗିଛି। ଇଆଡ଼େ ଦେଖିପାରୁଥିବେ ଷ୍ଟଲ୍ ବି ଆଜି ଚାଲିଛି, ଟିକେ ଅଳ୍ପ ଚାଲିଛି, ଚାରିଆଡ଼େ ଷ୍ଟଲ୍ ବସିବ। ଆଉ ସମସ୍ତେ ଆସନ୍ତୁ, ମୟୂରଭଞ୍ଜ ଉତ୍ସବ ଏନ୍ଜୟ କରନ୍ତୁ। ଚାରିଆଡ଼େ ଦେଖିପାରୁଥିବେ ଷ୍ଟଲ୍, ପୁରା ଷ୍ଟଲ୍ ହିଁ। ଆଉ ଏଇଠି ପୁରା ବସିବା ପାଇଁ ପୁରା ବନେଇଛନ୍ତି। ଆଉ କେଉଁ ବନେଇଛନ୍ତି କ'ଣ ମନ୍ଦିର, ସବୁ ଆପଣମାନେ ଆସିଲେ ଦେଖିବେ। ଆଉ ପୁରା ବଢ଼ିଆ ଲାଗୁଛି। ଆଉ ଆଜି ତ ଚାଲିଛି ଆରମ୍ଭ, ସେଇଥିପାଇଁ ଟିକେ ଏତେ ଭିଡ଼ ନାହିଁ, ତ କାଲିଠୁ ଆରମ୍ଭ ହେବ। ସମସ୍ତେ ଆସନ୍ତୁ, ପୁରା ଏନ୍ଜୟ କରନ୍ତୁ। ମୟୂରଭଞ୍ଜ ମହୋତ୍ସବ ବଢ଼ିଆ, ଆଉ ଆମର ମୟୂରଭଞ୍ଜର ସବୁଠୁ ବଡ଼ ପର୍ବ ହେଉଛି ମୟୂରଭଞ୍ଜ ମହୋତ୍ସବ। ଆଉ ଏପଟେ ଦେଖିପାରୁଥିବେ ପୁରା ଲାଇଟ୍ ଫାଇଟ୍ ପୁରା ସଜା ହେଇଛି, ଆଉ ଏପଟେ ସବୁ ଚେୟାର ଫେୟାର ବସା ହେବ। ମନ୍ଦିର ବଢ଼ିଆ ଲାଗୁଛି ଏ ବର୍ଷର। ଆଉ ସମସ୍ତେ ଆସନ୍ତୁ, ଜୟ ଜଗନ୍ନାଥ।